शारदा टीवी देवश्री राजगुरु आपण मानक स्वागत करुछि। प्राचीन सांस्कृतिक एवं मनोरंजन धर्मी ओडिया पाला आमर एई दर्पण कार्यक्रम राजा जेतेबेले आज शिकार करबाकू जाउछंती आनंद मनरे प्रजा मानकु डगर मानकु संगरे नहीं चली छंती। हस्तिनाघटकर राजा आज जंगल मध्यरे पाद देला बेले से जो परिवेश प्राकृतिक परिवेश आपण देखुनाती पिकनिक चली गले आज्ञा जो जंगल बहिरे पिकनिक करुथे उत्सव से दिन जो आनंद लागिवो सेमिति आनंद राजा उपभोग करुचंती। कहले आज्ञा ये राजकार्य शेष करी जंगल मध्य बहुत आनंद लगुची। केमिति आनंद कवि सम्राट उपेन्द्र भंज वैदेहिक विलास बाबा राग तो चोखी काम सब गलानी आ गोटे छांताला आनिबा देखिबा बाबा केमिति हेछि बनुप्रास कले बृहत भानु ये भानु भानु ये प्रभात नाही बृहत भानु 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 प्रभात नाही बृहत भानु 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 हे पृथत माळ माळ हे माळ तिलोता हे बृहत भानु 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 प्रभात नाही बृहत भानु 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 तेणु आज्ञा राजा देखुचंती बोले बृहत भानु 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 प्रभाताप नाही बृहत भानु बोलते सूर्य आज्ञा सूर्यंकर रश्मि सूर्यंकर तेज सूर्यंकर किरण आज जंगल को भेद करि पारुनी। माଳ ମାଳ ମାଳତୀ ଲତା ଜହି आज्ञा वृक्ष रे माଳतୀ ଲତା एभଳି ବେଷ୍ଟିତ ହେଇଛି ଯେ आज्ञा सूर्यंकर रश्मि तल को भेद करुनी आनंद लागुची। तेणु आज्ञा आनंद मनरे आज्ञा राजा आज जाउछंती केमिति जाउछंती पुणी देखिले कौन कहले विशेषतः रंग रंग रंगिनी शोभिता रंगिनी शोभिता आहा बहइनी धरा 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 अविरता राजा देखुचंती बाबा राजा देखुचंती कौन आज्ञा जंगल मध्यरे झरणाटीए बही जाइछि आज्ञा बहई निर्झर झर झर अविरत आज्ञा जो तरंग रे तरंगायित हो जाउछि मन हृदय आनंद रे चलिला बेले आज्ञा ये जो वन शोभार जंगल शोभार जे आनंद आज पड़ुछि हृदय मध्यरे आपण मानकर सच्चिदानंद राउतराय प्रमाण कले सच्चि राउतराय कौन वर्णना कले रे राग हब पंचम बराड़ी बाबा टिके देखिबा सबु आज नहले कौन हम आज्ञा जा विषय वस्त्र दरकार से हम ना नहीं चित्रटी आंकी आंकी ये नदी जाए बांकी बांकी ये पक्षे धरी सुधा तुल्य कले चित्रटीए आंकी आंकी ये नदी जाए बांकी बांकी ये मुख्य धरी सुधा तुल्य कले तरंगिनी तर तर ये कहा प्रेम जर जर से संतापित जीवन सकल से वृक्ष मूल से वृक्ष मूल से वृक्ष मूल
ପଛପଟ ନଇଦେଲେ ଖସି ଯାଉଛି ରେ ବାପା। ତେଣୁ ଆଜ୍ଞା ତମେ ନଗେଇ ଯେତେବେଳେ ଚିତ୍ରଟିଏ ଆଙ୍କି ଆଙ୍କି ନଦୀ ବାଙ୍କି ବାଙ୍କି ଆଜ୍ଞା ଝରଣାଟିଏ ଆଜି ପ୍ରବାହିତ ହେଇଯାଉଛି। ଆଜ୍ଞା ରାଜା ଦେଖୁଛନ୍ତି ଏ ଜୀବନ ଯେମିତି ଝରଣା ସେମିତି, ଇଏ ଝରଣାରେ କୋଉଠି କୁଞ୍ଚ ଖାଲ ଅଛି ମଧ୍ୟ, ଇଏ ଜୀବନରେ ମଧ୍ୟ ସେମିତି ଝଡ଼ ବତାସ କେତେ ଆସୁଛି। ଆଜ୍ଞା ଆନନ୍ଦ ମନେ ଗଲା ବେଳେ ଆଜ୍ଞା ଦେଖିଲେ କଣ କହିଲେ, ହେ ପ୍ରଜା ମାନେ ଆଜି ଟିକେ ଶିକାର କରିବା। ଇଏ ଜଙ୍ଗଲର ଦୃଶ୍ୟକୁ ଦେଖି ଆନନ୍ଦ ମନରେ ଶିକାର କରିବାକୁ ଆଗେଇ ଗଲା ବେଳେ ରଙ୍ଗାଜୀବି ଗଙ୍ଗାଧର ମେହେର ରଙ୍ଗାଜୀ ତାଙ୍କ ଦୃଷ୍ଟି ପଡିଗଲା। କହିଲେ ମୁର୍ଗ ୟା ବିନା ଦେ ୟା ଦୁଷ୍ମନ୍ତ ରାଜନ, ମୁର୍ଗ ୟା ବିନା ଦେ ଆ ଦୁଷ୍ମନ୍ତ ରାଜନ, ବିହାର କରନ୍ତି ବୋଲେ ବିହାର ପ୍ରଫୁଲ୍ଲ ଚିତ୍ତରେ ଧନୁଷର ଧରି, ପ୍ରଫୁଲ୍ଲ ଚିତ୍ତରେ ଧନୁଷର ଧରେ ଶୋଭିତ କରି ଆରେ ହୋ ରେ ହୋ। ତେଣୁ ଆଜ୍ଞା ମୃଗୟା ବିନନ୍ଦେ ଦୁଷ୍ମନ୍ତ ରାଜନ ବିହାର କରନ୍ତି ବନେ, ଧନୁଷର ଧରି ଆଜ୍ଞା ପର୍ଜା ଭଟ୍ଟାରିକା ଡଗରା ମାନଙ୍କୁ ଧରି ଯେତେବେଳେ ବନରେ ଆଜି ବିହାର କରୁଛନ୍ତି। ଆଜ୍ଞା ନିୟତିର ନିୟମ ସେଦିନ ଏମିତି ଶିକାର କରିବାକୁ ଗଲା ବେଳେ ଆଜ୍ଞା ସେଦିନ ଶିକାର କରିବା ପାଇଁ ମୃଗଟିଏ ପାଇଲେ ନାହିଁ। ନା ନା ଆଜ୍ଞା ପଶୁ ପକ୍ଷୀ ବାଘ କାହାକୁ ଆଜି ପାଉନାହାନ୍ତି। କହିଲେ ଶିକାର କରିବା କଣ ଆଜି ଦିନ ତମାମ ଗଲାଣି, ଶିକାରର ବୈଧତା ଆଜି ଖୋଜି ଖୋଜି ପାଉନେ। ଦେଖିଲେ ଆଜ୍ଞା କଣ ହଠାତ୍ ଦେଖିଲେ କଣ ଦେଖିଲେ, କହିଲେ ଆକସ୍ମିକ ଏକ ମୃଗ ଦେଖା ଦେଲା ରାଜନର ଇଏ ଦେଖିଲେ ରାଜନ ଇଏ ଧନୁଷରେ ଧରି ଆରେ ପଳାଇଲା ପଳାଇଲେ। ତେଣୁ ଆଜ୍ଞା ଦେଖିଲେ ରାଜା ଆକସ୍ମିତ ଏକ ମୃଗ ଦେଖାଦେଲା। କହିଲେ ହେଇ ତ ହେଇ ମୃଗ। ଯେତେବେଳେ ମୃଗ ଦେଖୁଛି ରାଜା ଧନୁଷର ଧାରଣ କରିଛନ୍ତି, ଦେଖିଦେଲା ତ ଆଜ୍ଞା ମୃଗ ଦୌଡ଼ିଲା। ଆଜ୍ଞା ମୃଗ ପଛେ ପଛେ ଆଜ୍ଞା ରାଜା ମଧ୍ୟ ଦୌଡ଼ିଛନ୍ତି। ଆଜ୍ଞା ଧନୁଷର ଧାରଣ କରି ରାଜା ଯେତେବେଳେ ଯାଉଛନ୍ତି ଆଜ୍ଞା ସେ ମୃଗଟିଏ କଣ କରୁଛି, ତେଣୁ ଆଜ୍ଞା କହିଲେ ଆଗକୁ ପଛକୁ ଚାହିଁ ମୃଗଟିଏ ତୀକ୍ଷ୍ଣ ତୀକ୍ଷ୍ଣ ଦୌଡୁଛି। ପଛେ ପଛେ ମୃଗ ରାଜା ଦେଖି ତୀକ୍ଷ୍ଣ ଯାଉଛନ୍ତି। ତେଣୁ ଆଜ୍ଞା ରାଜା କଣ କରୁଛନ୍ତି, ମୃଗ ପଛରେ ଧାଉଁଛନ୍ତି। ତେଣୁ ମୃଗଟିଏ କଣ କରୁଛି, କିଛି ବାଟ ଯିବା ପରେ କୃଷ୍ଣ ସାର ମୃଗଟିଏ ପଛକୁ ଅନେଇଛି, ଆଗକୁ ଚାଲୁଛି ପଛୁ କାଳେ ମୋ ପଛରେ ଆଇଲେ କି ନାହିଁ। ଆଜ୍ଞା ଯେତେବେଳେ କିଛି ବାଟ ଯିବା ପରେ ରାଜା ଯେତେବେଳେ ଧନୁଷର ଧରି ଆକ୍ରମଣ କରିବାକୁ ଲକ୍ଷ୍ୟ ଭେଦ କରିଛନ୍ତି, କହିଲେ ଏଇଥରକ ମୃଗଟାକୁ ମୁଁ ମାରିଦେବି। ଆଜ୍ଞା ଏହି ସମୟରେ ସେ ଆସିଲା କଣ, ଆଜ୍ଞା ଏହି ସମୟରେ ରଙ୍ଗାଜୀ ଗଙ୍ଗାଧର ମେହେର ଆଜ୍ଞା ପ୍ରମାଣ କଲେ, କହିଲେ ମାର ନା ମାର ନା ଆଶ୍ରମ ମୃଗ ହେଲା ଏ ଶବ୍ଦ ଦେଖିଲେ ରାଜନ ଦେଖିଲେ ରାଜନ ଏ ଯୁଗଳ ତାପସ ଆରେ କ୍ଷଣେ ହୋଇଗଲେ ସ୍ତବ୍ଧ। ତେଣୁ ଆଜ୍ଞା ଯେତେବେଳେ ଆକ୍ରମଣ କରିଛନ୍ତି ଲକ୍ଷ୍ୟ ଭେଦ ବାଣ ମାରିବେ ବୋଲି ଏହି ସମୟରେ ଆଜ୍ଞା ଦି ଜଣ ତାପସ କି ଋଷି ବାହାରି ପଡିଲେ। କହିଲେ ହେ ରାଜା ମାର ନା ଏ ଆଶ୍ରମ ମୃଗ। ଶବ୍ଦ ହୋଇଗଲେ, ଚମକି ପଡିଲେ, ଆଶ୍ଚର୍ଯ୍ୟ ହୋଇଗଲେ। ଦୂରରୁ ଏ ଶବ୍ଦ ଆସିଲା, ଏ ହଉଛି ଆଶ୍ରମ ମୃଗ, ମୁଁ ଆଜି ମାରିବାକୁ ଯାଉଛି, ଇଏ କଣ କରୁଛି ମୁଁ। ଯେତେବେଳେ ଆଜ୍ଞା ତାପସ ଯୁଗଳ ଦି ଜଣ ବାହାରିଛନ୍ତି,
ଦେଖନ୍ତୁ ଆଜ୍ଞା ଆମ ଭାରତ ବର୍ଷ କେତେ ନ୍ୟାୟ ଦଉଛନ୍ତି ଆଜ୍ଞା। ଆମ ଭାରତ ବର୍ଷ ପରା 4 ଜଣକୁ ମଥାନାଥ କରିଛି। କାଲି କହୁଥିଲା ପିତୃଦେବ ଭବ, ମାତୃଦେବ ଭବ, ଆଚାର୍ଯ୍ୟ ଦେବ ଭବ, ଅତିଥି ଦେବ ଭବ। କହିଲେ ଆଜ୍ଞା କଣ ନ୍ୟାୟ ଦେଲେ? କହିଲେ ତୁ ଯେବେ ଦେଖିବୁ ଆତିଥ୍ୟ ଆଗେ କରିବୁ ଦଣ୍ଡବତ, ଆଗେ କରିବୁ ଦଣ୍ଡବତ, ଆଗେ କରିବୁ ଦଣ୍ଡବତ। ଓ କ୍ଷମତା ଥିଲେ କିଛି ଦେବୁ, ନହେଲେ ବିନୟ ଭାସିବୁ। ତେଣୁ ଆଜ୍ଞା ରାଜା ଦେଖିଲେ ତପସ୍ୱୀ ଋଷି ଯୁଗଳ 2 ଜଣ ଆଜ୍ଞା ମୃଗକୁ ଛାଡି ପୁରୁବଂଶର ରାଜା ଯାହା ପାଖରେ ସାମ ତାମ ଦଣ୍ଡ ଭେଦ ଥିଲା ବେଳେ କହିଲେ ସତ୍ୟ ଶାନ୍ତି ଯେ ଦୟା କ୍ଷମା ଇଏ 4 ଧର୍ମର ମହିମା। 4 ଧର୍ମର ମହିମାକୁ ଯେ ଜାବୁଡି ଧରିଛନ୍ତି ଯୋଉ ରାଜା ଅହିଂସାର ପ୍ରତୀକ ଆଜ୍ଞା ସାଧୁ ମାନଙ୍କୁ ଦେଖି ତାଙ୍କ ପାଦ ତଳେ ଆଗେ ସାଷ୍ଟାଙ୍ଗ ପ୍ରଣିପାତ ଜଣାଇଲେ। ଯେତେବେଳେ ସାଷ୍ଟାଙ୍ଗ ପ୍ରଣିପାତ କରିଛନ୍ତି ଆଜ୍ଞା ସାଧୁ ଆଜି ଆଶୀର୍ବାଦ ଦେଲେ, ଋଷି ଆଶୀର୍ବାଦ ଦେଲେ। କଣ ଆଶୀର୍ବାଦ ଦେଲେ? ସାଧୁ ପୁରା ବଂଶେ ଗଙ୍ଗାଧର ମେହେରବା ସ୍ୱଭାବ କବି ଟିକେ ଛାଡି ନାହାନ୍ତି ଆଜ୍ଞା। କହିଲେ ଅବତାଂଶ ଗଲା ସାଧୁ ପୁରା ଅବତାଂଶ ଗଲା ଏ ସକଳ ସଦ୍ଗୁଣ କାମ ଲାଭ ପୁତ୍ର ରତ୍ନ ଚକ୍ରବର୍ତ୍ତୀ ତାରତ୍ନ ସୁରତା ଏ ନିଖିଳ ନିଦାନ ଧର୍ମ, ଆରେ ନିଖିଳ ନିଦାନ ଧର୍ମ। ତେଣୁ ଆଜ୍ଞା ଆଶୀର୍ବାଦ ଦେଲେ। କହିଲେ ହେ ସାଧୁ ପୁରବଂଶେ ଅବତଂସ କଲ ସକଳ ସଦ୍ଗୁଣ ଧାମ। ଆମେ 2 ଜଣ ଋଷି ଆଶୀର୍ବାଦ କରୁଛୁ ତୁମ ଅନୁରୂପ ତୁମ କୋଳରେ ଗୋଟିଏ ପୁତ୍ର ରତ୍ନ ଲାଭ କର, ସେ ଯେମିତି ସୁର ଚକ୍ରବର୍ତ୍ତୀ ସମ୍ରାଟ ହେବ ରେ। ଆଜ୍ଞା ସାଧୁଙ୍କ ବଚନ କେବେ ଅନ୍ୟଥା ହେବ ନାହିଁ। ତେଣୁ ଆଜ୍ଞା ଯେତେବେଳେ ଆଶୀର୍ବାଦ ଦେଇଛନ୍ତି ରାଜା ଦୁଷ୍ମନ୍ତକୁ ଡାକିଛନ୍ତି, ହେ ରାଜା ଆମ ଆଶ୍ରମକୁ ଟିକେ ଆସନ୍ତୁ। ଇଏ କୌଣ ମହର୍ଷିଙ୍କର ଆଶ୍ରମ। ଆଜ୍ଞା କୌଣ ମହର୍ଷି ତପସ୍ୟା କରିବାକୁ ଯାଇଛନ୍ତି। ହେ ରାଜା ଆମ ଆଶ୍ରମ ଟିକେ ପାଦ ପକାନ୍ତୁ ନା। ଥଣ୍ଡା ଟିକେ ପିଇଦେବେ। ତେଣୁ ଧନରେ ଆଜ୍ଞା ଯେତେବେଳେ ଆଶ୍ରମକୁ ଆସୁଛନ୍ତି, ଇଏ ପରା ଭାରତ ଭୂମି ଦେବଭୂମି ଧର୍ମ ନିରପେକ୍ଷ ରାଷ୍ଟ୍ର। ଯେଉଁଠି ଦେଖିବ ଦେବ ମନ୍ଦିର, ଯେଉଁଠି ଆଜ୍ଞା ଦେଖିବ ଗୋଟିଏ ମଠ ଥିବ କି ଆଶ୍ରମ ଥିବ, ଯେଉଁଠି ଦେଖିବ ଗୋଟିଏ ତୀର୍ଥ ଥିବ। ଆଜ୍ଞା ଦେବ ମନ୍ଦିରକୁ ଯେତେବେଳେ ଆଜ୍ଞା ଆସିଛନ୍ତି ମଠ ମନ୍ଦିରକୁ ହସ୍ତିନାଟକର ମହାମାନୁ ଭଗବାନ ଦୁଷ୍ମନ୍ତ। ତେଣୁ ଆଜ୍ଞା ଦୁଷ୍ମନ୍ତ ଯେତେବେଳେ ପାଦ ଦେଉଛନ୍ତି ନା ସ୍ୱଭାବ କବି ରଙ୍ଗାଜୀବ ଗଙ୍ଗାଧର ମେହର ଛାଡି ନାହାନ୍ତି। କହିଲେ ଆଶ୍ରମ ମଧୁରୀ ये देखी देखी राजा आश्रम मधुरे देखी देखी राजा ए जाऊछंती धीरे धीरे जाऊछंती धीरे धीरे ताजे उदिगे दृष्टि पड़ुछि तांकोर जेउदिगे दृष्टि पड़ुछि तांकर ए न फेरिबा रे तीर अरे हो न फेरिबा रे तीर तेणु आज्ञा जेतेबेले आश्रमरे पाद देइछन्ति हस्तिनाकटकर राजा दुष्मন্ত ଯାହାର ନାମ ହଉଛି ଦୁଷ୍ୟନ୍ତ ଦୁର୍ଯ୍ୟ ଶତ୍ରୁ ବିନାଶ କରିପାର ଯାହାର ଶକ୍ତି ଅଛି କ୍ଷମତା ଅଛି ଦୁଶ୍ମନକୁ ଯାହାର ଆଜ୍ଞା କବଳ କରିବାର ଶକ୍ତି ଅଛି ସେ ହଉଛନ୍ତି ଦୁଷ୍ମନ୍ତ
ଦୁଷ୍ୟନ୍ତ ଆଉ ଦୁଷ୍ମନ୍ତ ପ୍ରଣୟ ବଲ୍ଲରୀ କହିଲେ ଦୁଷ୍ମନ୍ତ, ମହାକବି କାଳିଦାସ କହିଲେ ଦୁଷ୍ୟନ୍ତ। ତେଣୁ ଆଜ୍ଞା ଆଶ୍ରମ ପାଦ ଦେବା ମାତ୍ରକେ ଆନନ୍ଦ ହେଇଗଲେ, କହିଲେ ଆହା ଏ ଯୋଉ ଆଶ୍ରମ ମାଧୁରୀ କେଡେ ଶୋଭାବନ। ସେଥିପାଇଁ ପୁରୁବଂଶର ପୂର୍ବ ରାଜୁତି ମାନେ କହିଲେ ପୁତ୍ର ନିବେଶୀ ପତ୍ନୀ ପାଶେ ଏ ଅଥବା ଚଳନ୍ତି ସନ୍ନ୍ୟାସେ। ଚତୁର୍ଥ ଅବସ୍ଥାରେ ପୁତ୍ରକୁ ନିବାସୀ ପତ୍ନୀ ପାଶରେ, ସେଥିପାଇଁ ଆଜ୍ଞା ଆଶ୍ରମରେ ଆନନ୍ଦ ଉପଭୋଗ କରିବା ପାଇଁ, ପ୍ରଭୁଙ୍କର ନାମ ଗୁଣ କୀର୍ତ୍ତନ କରିବା ପାଇଁ, ସେଥିପାଇଁ ମୋ ପୁର ପୂର୍ବ ବଂଶଜ ମାନେ ଆସି ରୁହନ୍ତି ଆଶ୍ରମରେ। କହିଲେ ଏତେ ସୁନ୍ଦର ହେଇଛି ଆଶ୍ରମ, କେମିତି ସୁନ୍ଦର ହେଇଛି କେମିତି ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମଟି କେମିତି ଲାଗିବ? ଆଶା କରୁଛି ନିଶ୍ଚିନ୍ତ ଭାବେ ଭଲ ଲାଗିବ। ଆହୁରି ନୂଆ ନୂଆ କାର୍ଯ୍ୟକ୍ରମ ଦେଖିବା ପାଇଁ ଆପଣମାନେ ଆମ ଚ୍ୟାନେଲକୁ ଲାଇକ୍ ଆଉ ସେୟାର କରନ୍ତୁ। ଆଜ୍ଞା ହଁ, ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ। ରହୁଛି, ନମସ୍କାର।